ପିଲାମାନେ ଆଜି ଆମେ 2026ରେ ନୂତନ ପାଠ୍ୟପୁସ୍ତକ ଯେଉଁ ପ୍ରଚଳନ କରାଯାଇଛି ତାକୁ ଆମେ ଦେଖିବା। ଆଜି ଆମେ ପ୍ରଥମ ଶ୍ରେଣୀର ପୁସ୍ତକ ଭାଷା ପାଠ୍ୟପୁସ୍ତକ ଯାହାକି ଝୋଳନା 1 ଦେଖ ଝୋଳନା 1 এইটা প্রথম শ্রেণী ପାଇଁ প্রচলন କରାଯାଇଛି। ভাষা ଓ ପରିବେଶ ସମନ୍ୱିତ ପାଠ୍ୟପୁସ୍ତକ। ତାହେଲେ ପିଲାମାନେ ଆଜି ଆମେ ପ୍ରଥମ ଶ୍ରେଣୀର ପାଠ୍ୟପୁସ୍ତକକୁ ଦେଖିବା। ତାହେଲେ ଏହି ପାଠ୍ୟପୁସ୍ତକରେ ତୁମେ ଦେଖ ଝୋଳନା 1। ଆମେ ଯଦି ଆଗକୁ ଯିବା ତାହେଲେ ପିଲାମାନେ ଦେଖ ପାଠ 1ରେ କ'ଣ ଅଛି? ଦେଖ ପାଠ 1ରେ ଅଛି ଆମ ପରିବାର। ଏଇଟା ଗୋଟେ ଚିତ୍ର ଦିଆଯାଇଛି। ଦେଖ ପିଲାଏ ଆମେ ଚିତ୍ର ଦେଖିବା ଆଉ କଥା ହେବା। ଦେଖ এই ଚିତ୍ରରେ କେଉଁମାନେ ଅଛନ୍ତି? ଦେଖ এইটা ବାପା ମା, ଦେଖ ଭାଇ ଭଉଣୀ। এই ଦୁଇ ଜଣ ହେଲେ ଭାଇ ଭଉଣୀ, ବାପା ମା, ଜେଜେ ବାପା। ତାହେଲେ ପିଲାମାନେ ଦେଖିଲ କେମିତି ଭାଇ ଭଉଣୀ ଖେଳୁଛନ୍ତି। ଦେଖ ତାପରେ ଆମେ ଆଉ ଗୋଟେ ଚିତ୍ର ଦେଖିବା। ଆମ ଘର ପାଖରେ କିପରି ଦୃଶ୍ୟ ସବୁ ଥାଏ। ଦେଖ ପିଲାମାନେ ଆମ ଗାଁର ଯେଉଁ ଘର ଗୁଡ଼ାକ ଅଛି ସେଥିରେ ଦେଖ ଏହି ପ୍ରକାର ଦୃଶ୍ୟ ଆମେ ଦେଖିବାକୁ ପାଇବା। ଏଇଟା ଦେଖ ତୁଳସୀ ଚଉରା, ତୁଳସୀ ଚଉରାରେ ପାଣି ଦେଉଛନ୍ତି। ଦେଖ ପୂଜା କରୁଛନ୍ତି। କୁକୁଡ଼ା ଦେଖ, ଏଇଟା ଦେଖ କେମିତି ଖେଳୁଛନ୍ତି। ମା ଶିଶୁକୁ ତେଲ ମଖାଇ ଦେଉଛି। ନଳକୂଅଟିଏ ଦେଖ, ଗାଈ ଗୁହାଳରେ ଗାଈ ବନ୍ଧା ହେଇଛି। ଏଇଟା ଦେଖ ସ୍କୁଟି ଗାଡ଼ି। ଏହିପରି ଭାବରେ ବିଭିନ୍ନ ପ୍ରକାର ଦୃଶ୍ୟ ଆମେ ଗାଁ ଗହଳିରେ ଆମ ପରିବାର ପାଖରେ ଆମେ ଦେଖିବାକୁ ପାଉ। ଠିକ ଅଛି ପିଲାମାନେ, ତାହେଲେ ଏହି ଚିତ୍ର ତୁମେ ତୁମ ପାଠ ବହିରେ ଦେଖିବ ଏବଂ ଶିଖିବ। ତାପରେ ଆମେ ଦେଖିବା ଏଇଟା ହେଉଛି ଝୋଳନା 1 ପ୍ରଥମ ଶ୍ରେଣୀର ପାଠ ବହି। ଠିକ ଅଛି ପିଲାମାନେ, ତାହେଲେ ପିଲାମାନେ ଏବେ ଆମେ ଝୋଳନା 1 ପାଠରେ ଆମ ପରିବାର ବିଷୟରେ ଆମେ ଯେଉଁ ପଢ଼ିଲେ ତାକୁ ନେଇ ଆମେ କେତୋଟି ପ୍ରଶ୍ନର ସମାଧାନ କରିବା। ଠିକ ଅଛି ପିଲାମାନେ, ତାହେଲେ ଏଠାରେ ତୁମେ ଦେଖ ଏଠାରେ କ'ଣ ଅଛି? ଦେଖ ଏଠାରେ ପ୍ରଶ୍ନ 1ରେ ଦେଖ ପିଲାମାନେ ଆସ କଥା ହେବା। ତୁମ ପରିବାରରେ କେଉଁମାନେ ରୁହନ୍ତି? ପିଲାମାନେ ତୁମ ପରିବାରରେ କେଉଁମାନେ ରୁହନ୍ତି ତୁମେ କୁହ? ବାପା ମା, ଜେଜେ ବାପା, ଜେଜେ ମା, ଭାଇ ଭଉଣୀ ଏସବୁ ରହନ୍ତି। ତାହେଲେ ପିଲାମାନେ ତୁମ ପରିବାରରେ ସବୁଠାରୁ ବଡ଼ କିଏ? ସବୁଠାରୁ ବଡ଼ କିଏ ହେବ ପିଲାମାନେ? ବୟସରେ ବଡ଼ ବୁଢ଼ା ବାପା ବା ଜେଜେ ବାପା। ତୁମ ଘରେ କେଉଁ ସବୁ ଖେଳ ଖେଳୁଛ? କଣ କଣ ଖେଳ ତୁମେ ଘରେ ଖେଳ ପିଲାଏ ତାକୁ ତୁମେ କହିବ। ଲୁକୁ ଲୁକାନି ଖେଳ, ବାଟି ଖେଳ, କ୍ୟାରମ ଖେଳ, ଫୁଟବଲ, ଘର ପାଖରେ ଛୋଟ ଫୁଟବଲ, ବ୍ୟାଡମିଣ୍ଟନ ଏସବୁ ଖେଳ ତୁମେ ଖେଳ। ତା
तापर पिला माने तुम घरे किए केउ काम करती तुम घरे किए केउ काम करती बापा कौन करती बापा चाष करती चाकरी करती माँ भात रांधती किए कौन काम करे तुम्हें कहब ताहले पिला माने 2 नंबर को देख सांग साथी सह तले थिबा चित्र को नहीं आलोचना करी कह देख पिला माने एटा हेउची दुईटी गंजा कुकुड़ा देख एई कुकुड़ा छुआ माने केमिति देखा दुखी होचंती एहीपरी कुकुड़ा छुआ माने पाखरे कौन करती माड़ लागती सबू तुम्हें भाभी कह देख हाथी ए जो हाथी अच्छी केते पट हाथी अछंती समाने कौन करूचंती हाथी विषय रे तुम्हें कथा हेब ठीक अछि पिला माने तापरे आमे 3 नंबर को देखिबा आस बिंदु जोड़ी बिंदु जोड़िबा ताहले पिला माने ए जो बिंदु गुडा को अछि तुम्हें माने जोड़ियो ए बिंदु को तुम्हें माने जोड़िबो ठीक अछि आमे किपरि जोड़िबा बिंदु देखो ए जो बिंदु अछि ए बिंदु को एपरि आमे जोड़ी देबा हला ए बिंदु को जोड़ी देबा ठीक अछि पिला माने आमे बिंदु जोड़िबा देखो ए बिंदु गुडी को आमे किपरि जोड़िबा देखो एपरि तुमे जोड़िबो एपरि जोड़ी देबो तुमे तुम पाठ बही रे शीशा रे बा डॉट पेन रे एपरि जोड़िबो देखो ए जेमिति जोड़ा जाईछि हला ए जेमिति जोड़ा जाईछि जोड़िबो एमिति जोड़िबो देख पिला माने एमिति जोड़िबो ए बिंदु को सीधा सीधा बिंदु रे गार पकेइबो देख पिला माने एमिति जोड़िबो ठीक अछि पिला माने ताहले हमें देखिबा आगो को कोन अछि हमें देखिबा पिला माने एटा को हमें देख बिंदु जोड़िबा बिंदु जोड़िले तापरे हमें आगो को देखिबा देख ताहले पिला माने तापरे आ गोटे प्रश्न अछि चित्र रे रंग दबा ए चित्र रे हमें रंग दबा ठीक अछि देखो ए चित्र रे हमें रंग करबा रंग केमिति करबा पिलाए तो माने रंग करबो देखो एठी जदि हमें एमिति हमें रंग करबा ए जगह रे तुमे रंग करबा ए जगह रे एमिति रंग ताकू देबो विभिन्न प्रकार रंग देबो पिलाए एमिति शीशारे बा रंगीन शीशारे एमिति तुमे रंग करिवो ताकू एमिति रंग करिवो हला एमिति तुमे रंग करिवो तापरे पिला माने चित्र गुड़िकर नाम कहवा चित्र गुड़िकर नाम कहवा एटा देखो कौन चित्र एटा हला चपल चक खट टगर देखो एटा टगर खट चक चपल आस बिंदु जोड़िबा आगरू जमिति आमे बिंदु जोड़ी पिलाए एमिति बिंदु गुड़ी को एमिति जोड़िबा एमिति बिंदु गुड़ी को जोड़ी देबा
ତୁମେ ମାନେ ତୁମ ପାଠ ବହିରେ ଏହିପରି ଭାବରେ ବିନ୍ଦୁ ଯୋଡ଼ିବ। ପାଠ ବହିରେ ତୁମେ ଏହିପରି ଭାବରେ ବିନ୍ଦୁ ଯୋଡ଼ିବ। ଠିକ ଅଛି ପିଲାମାନେ, ତାହେଲେ ଆମେ ଦେଖିବା ଆଉ ଗୋଟିଏ ପ୍ରଶ୍ନ ଆମେ ଦେଖିବା ପିଲା। ଆଉ ଗୋଟିଏ ପ୍ରଶ୍ନକୁ ଆମେ ଦେଖିବା କ'ଣ ଅଛି। ଦେଖ, ଦେଖ ପିଲାମାନେ, ଏଇଟା ମଧ୍ୟ ଚିତ୍ର ଯୋଡ଼ିବା ଓ ଚିତ୍ରରେ ରଙ୍ଗ ଦେବା। ଦେଖ ପିଲାମାନେ, ଏଇ ଯେଉଁ ଚିତ୍ରଟି ଅଛି ଏଇ ଚିତ୍ରଟିକୁ ଆମେ ଯୋଡ଼ିବା ଆଉ ଚିତ୍ରରେ ରଙ୍ଗ ଦେବା। এই ଯେଉଁ ଚିତ୍ରଟି ଅଛି ଏଇ ଚିତ୍ରଟିକୁ ଆମେ ଏହିପରି ଭାବରେ ଯୋଡ଼ିବା। ଏହିପରି ଭାବରେ ଯୋଡ଼ିଦେବା। ତାପରେ ଏଇ ଚିତ୍ରରେ ଆମେ ରଙ୍ଗ ଦେବା। ଦେଖ, ଏଇଟା ମଝିରେ ଅଛି। ଏହିପରି ଭାବରେ ଆମେ ଚିତ୍ରକୁ ଯୋଡ଼ିଦେବା। ଚିତ୍ରରେ ଏହିପରି ଭାବରେ ଆମେ ରଙ୍ଗ ଦେବା। ଆମେ ଯଦି ଏହିପରି ଭାବରେ ଆମେ ରଙ୍ଗ ଦେବା, ଦେଖ ଏହିପରି ଭାବରେ ଆମେ ରଙ୍ଗ ଦେଇଦେବା। ତାପରେ ଏଇ ଚିତ୍ରକୁ ଆମେ ଏମିତି ଯୋଡ଼ିବା, ଭିତରେ ପୁଣି ଅଲଗା ରଙ୍ଗ ଦେବା। ଠିକ ଅଛି ପିଲାମାନେ, ଆସ ବିନ୍ଦୁ ଯୋଡ଼ିବା। ଏଇ ବିନ୍ଦୁ ଯେପରି ଅଛି ଏଇ ବିନ୍ଦୁ ମାନଙ୍କୁ ମଧ୍ୟ ତୁମେ ଏମିତି ଯୋଡ଼ିବ। ହେଲା ପିଲାମାନେ, ତାହେଲେ ସେମାନେ ଦେଖିଲ। ଠିକ ଅଛି, ତାପରେ ଆମେ ଆଉ ଗୋଟିଏ ପ୍ରଶ୍ନ ଦେଖିବା। এই ପ୍ରଶ୍ନଟି କ'ଣ ଅଛି ଆମେ ଦେଖିବା। ଏଇ ପ୍ରଶ୍ନଟି ଦେଖ ପିଲାମାନେ, ଏଠାରେ ଯେଉଁ ଦିଆଯାଇଛି, ଦେଖ ଇଏ ହେଲେ ବାପା। ଏଠାରେ ଆମେ ଏପରି ଭାବରେ ବିନ୍ଦୁ ଯୋଡ଼ି ବାପା ଲେଖିବା। ଠିକ ଅଛି ପିଲାମାନେ, ଏଠାରେ ବିନ୍ଦୁ ଯୋଡ଼ି ଆମେ ବାପା ଲେଖିବା ଏପରି ଭାବରେ। ବିନ୍ଦୁ ଯୋଡ଼ି এই ବିନ୍ଦୁକୁ ଯୋଡ଼ି ଆମେ ବାପା ଲେଖିବା। এই ଯେମିତି ଗୋଟିଏ ଅକ୍ଷର ଲେଖିଲି ଏହିଭଳି ଭାବରେ ଆମେ ଲେଖିବା। ଏଇଟା ଯେମିତି ମା। ଏହିଭଳି ଭାବରେ ତୁମେ ତୁମ ପାଠ ବହିରେ ଅଭ୍ୟାସ କରିବ। ପିଲାମାନେ, ତାହେଲେ ଆମେ ଦେଖିଲେ ଏହିପରି ଭାବରେ ତୁମେ ତୁମ ପାଠ ବହିରେ ଅଭ୍ୟାସ କରିବ। ଠିକ ଅଛି, ତାପରେ ଆମେ ଆଉ କ'ଣ ଅଛି ଦେଖିବା। ଠିକ ଅଛି ପିଲାମାନେ, ଏହିପରି ଭାବରେ ତୁମେ ତୁମ ପାଠ ବହିରେ ଅଭ୍ୟାସ କରିବ। ଠିକ ଅଛି, ଧନ୍ୟବାଦ।